ए कहानी माँ आउ दुई पुओंकर कहानी रे आज आमे देखिबा माँ पुओंकर केते भल पाइबा। आसंतु आमे सीन देखिकी जानिबा। ଓହୋ। हाँ, ଓହୋ। ଦେଖ ଏଟା ଛୁଆ ଦିଟା ମତେ ଆଉ ଦି ଜଣ ରଖେଇ ଦେବେନି। ଏଟା ସକାଳଟାରୁ ସିଆଡେ ଗୋଟେ କାମ ତୁଟେଇକି ଆଇଲା ବେଳକୁ ଦିଟା ଛୁଆ ଘରକୁ ପାଣି ବି ବାଲ୍ଟିଟା ନବନି। ଛାଡ ମତେ ନବାକୁ ପଡିବ ଆଉ। ବାପା ତ ଛାଡିକି ଯାଇଛି ମୋରି ବେକରେ ବାନ୍ଧିକି ଆଉ। ଓହୋ ଏତିକିଆ ଲୋକ କେତେ କାମ କରିବ। ଆରେ ଦିଟା କଣ ଏପର୍ଯ୍ୟନ୍ତ ଶୋଇଛନ୍ତି? ଓହୋ ସେ କାର୍ତ୍ତିଆ କପିଳା ସ୍କୁଲ ଯିବନି କିରେ? ତ 9ଟା ବାଜିଲାଣି ତମକୁ କଣ ଜଣା ପଡୁନି ଟାଇମ? ଉଠୁ ଉଠୁ କପିଳା ହେଇ କାର୍ତ୍ତିଆ ଉଠୁ ଉଠୁ। ଏ କାର୍ତ୍ତିଆ ଉଠିଲି ବାପା ଉଠୁ ଗରମ ସିଆଡେ କେତେ ହେଲାଣି ସେ କପିଳା ସେ କୋଇନା ଡାକିବି ସିଏ ପୁଣି କହିବ କପିଳା ଏ ପୁଅ କପିଳା ବାବା ଉଠରେ ସ୍କୁଲ ଯିବୁ ଉଠୁ 9ଟା ବାଜିଲାଣି। ମାଷ୍ଟର ସିଆଡେ ଖୋଜିବଣି ଉଠୁ ଉଠୁ କପିଳା ଉଠିଲୁ ଉଠୁ ଆଉ ରହ। ଉଠୁ ଉଠୁ ବାପା ଉଠିଲୁ। ଆ ବୋଉ ଆଜି ବର୍ଷା ହେବାର ଅଛି ମୁଁ ଆଜି ଯାଇପାରିବିନି। ଯା ସେ ଆକୁ କହିବୁ ଯା କାଶିଆକୁ ଯା କହିବୁ। ଆରେ ତାକୁ କହିଲା ସିଏ କହ ତୋତେ କହିଲା ତାକୁ କହ ଭଲ ମୋ ସାଙ୍ଗରେ ନବରଙ୍ଗ ଚଲେଇଛ ଦିଟା ଯାକ ଆଉ। ବାପା ତ ତମେ ଦିଟା ମୋ ବେକରେ ବାନ୍ଧି ଦେଇ ଗଲା କୁଆଡେ ଗଲା ତା ଠିକଣା ନାହିଁ। ଆଉ ତମ ଦିଟା ମୁଁ ଏତେ କଷ୍ଟରେ ବଢେଇ ପୁଡେଇ ମୋ ଲାଭ କଣ? ତମେ ତ ମୋ କଥା ଶୁଣୁନ। ମୁଁ କଣ କରିବି? ଭାବିଥିଲି ତମ ପାଠ ସାଠ ପଢେଇ ବଡ କରିବି ଚାକିରି ବାକିରି କଲେ ମୋ ଦୁଃଖ ଯିବ। ହେଲେ ତମେ ଦିଟା छी କୋଉ ବେଳରେ ଛାଡିକି ଗଲେ ତ ବାପା ମୋ ବେକରେ ବାନ୍ଧିକି। କଣ ହେଇକି ତମ ଦୁଃଖ ବୁଝିବେ? ଆଗକୁ କଣ ହବ କେଜାଣି? ଏ କପିଳା ଠିକ ହଉ କାଶିଆ କହ। ବୋଉ ବୋଧେ ସତରେ କାନ୍ଦିଲାଣି ଆଉ ଯାଇନୁ କପିଳା ଦେଖିଲୁ। କଣ କାଶିଆ ବୋଉ ଏବେ କାନ୍ଦିଛି। ଓ ବୋଉ କାନ୍ଦୁଛୁ କାନ୍ଦୁଛୁ ବୋଉ କାଇଁ କାନ୍ଦୁଛୁ ଯେ? ସେ ବାପା କଥା ମନେ ପଇଲା? କାଇଁ ସେଇଟା କଥା ମନେ ପକଉଛୁ କହିଲୁ? ଛାଡେ ମ ଛାଡେ। ଅନା ବୋଉ ଯିଏ ଗଲା ତ ଗଲା। ସେ ଭଳିଆ ଉପା ଆମର ଦରକାର ନାହିଁ। ଆମର ବୋଉ ଅଛି ତ ସବୁ ଅଛି ହେଲା। ଆରେ କାଶିଆ ବଇଛୁ କଣ ଆସୁନୁ ଏଠି ବୋଉ ପାଖକୁ। ବୋଉ ତୁ କାନ୍ଦ ନାହିଁ ଲୋ ବୋଉ। ଆମେ ସ୍କୁଲ ଯିବୁ ସବୁଦିନ ସ୍କୁଲ ଯିବୁ। ବୋଉ ତୁ କାନ୍ଦ ନାହିଁ। ତୁ କେମିତି କାନ୍ଦିଲୁ ବୋଉ 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 ଲୋ। ଆରେ ମୁଁ କାନ୍ଦୁନି ରେ ପୁଅ ମୁଁ କାହିଁ କାନ୍ଦିବି? ଭଗବାନ ସିନା ତମକୁ ତମ ମାନଙ୍କଠୁ ତମ ବାପା ଛଡେଇ ନେଲା ମୋଠୁ ମୋ ସ୍ୱାମୀ ଛଡେଇ ନେଲା। କିନ୍ତୁ ମତେ ପରେ ତମ ଦି ଭାଇ ଭଳିଆ ଜଗା ଭଳିଆ ଦେଇଛନ୍ତି। ଆଉ ମୋର ଦୁଃଖ କଣ? ଏତିକି ଦୁଃଖ ଲାଗୁଛି ଯେ ଆରେ ତମେ ମାନେ କିନ୍ତୁ ସେ ସୁଖ ପାଇପାରୁନ ଯୋଉ ଅନ୍ୟ ଛୁଆ ମାନେ ସବୁଆଡେ ବୁଲୁଛନ୍ତି ତାଙ୍କ ବାପା ମାନଙ୍କ ସହିତ ଇଆଡେ ଯା ସିଆଡେ ଯା। ତମେ ତମ ବାପା ସୁଖ ପାଇପାରିଲ ନା? ନା ମୁଁ ମୋ ସ୍ୱାମୀ ସୁଖ ବି ପାଇପାରିଲି। ଓ ହଉ ଛାଡେ ମ ବୋଉ କିଛି ଆମର ଦୁଃଖ ନାହିଁ। ହଉ ହଉ ତୁ ଠିକ କଥା କହୁଛୁ। ଆମେ ଦି ଭାଇ କାଶିଆ ଭଳିଆ ମିଶି ତୋର ସବୁ ଦୁଃଖ ଦୂର କରୁଛୁ ହେଲା। ହଁ ନା ନାଇଁ କାଶିଆ? ହଲୋ ବୋଉ ତୁ କାନ୍ଦ ନାହିଁ ଜମା କାନ୍ଦ। ତୁ ବୋଉ କାନ୍ଦେ ନାହିଁ ଲୋ ଜମା। ଆମେ ତୋତେ ସବୁ ଆଣିକି ଦବୁ। ମୋ ଜଗା ବଳିଆ ବୋଉ ତମେ ଦିଟା ତ ମୋ ଜୀବନ। କେମିତି କହନି ଜଳ ବିନା ମାଛ ଯେମିତି ତମ ବିନା ସେମିତି ମୁଁ।
ଜାଣିଛ ନା ନାଇଁ, ତମେ ଯଦି ଦି ଭାଇ ଯାକ ମୋଠୁ ଦୂରେଇ ଯିବ ମୁଁ ସାଙ୍ଗେ ସାଙ୍ଗେ ମରିଯିବି। ସେତିକି ଭୋକ କଲାଣି ଲୋ ବୋଉ ମତେ। ଆରେ ବାଳୁଙ୍ଗା ଦିଟା ଅଭିକା ତ ସେଜରୁ ଉଠିଲ, ଆଉ ଗାଧୁଆ ପାଧୁଆ ନାହିଁ, ଦାନ୍ତ ଘଷା ନାହିଁ, ଖାଇବାକୁ ଦେଲୁ ସିଧା ଯା ଦିଟା ଯାକ ସେଠି ଗାଧେଇକି ଆସିବ, ତାପରେ ମୁଁ ଖାଇବା ବାଢିବି ନା ଖାଇବାକୁ ଦେଲୁ ଯା। ହଉ ବୋଉ ଆମେ ଯାଉଛୁ ଗାଧେଇ ପାଧେଇ, ତୁ ପଖାଳ ଦିଟା ବାଟେ ଆମେ ଖାଇ ଦେଇଯିବୁ ଖେଳିବାକୁ ହେଲା। ହଉ ତମେ ଦିଟା କଣ କରୁଛ କର, ମୋ କଥାଟା ମାନେ ନା, କଣ କରୁଛ କର। ପୁରା ନଈରେ ବୁଡି ଆଉ ନାଳରେ ପୁରା ବୁଡି ବୁଡି ଗାଧେଇବା ହେଲା। ତୁ କାଶିଆକୁ ମୁଁ କପିଳା, ସବୁଠି କରିବା ଲୀଳା। ଚାଲ କପିଳା ଚା। ହଁ କୋଉଠି ଅଛୁ? ହଁ ତୁ ଆସୁନୁ, ମୁଁ ଯିବି। ଆଉ ତୁ ମତେ ସେଇ କଥା କହିଲୁନୁ, ଶୁଖିଲାଟାରେ ମତେ ଅପେକ୍ଷା କରି ବସେଇଛୁ। ହଉ 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 ତୁ ରଖ, ମୁଁ ଯାଉଛି ରଖ। ଭଲ ଲୋକ ସକାଳଟାରୁ ମତେ ଏଠି ଅପେକ୍ଷା କରିଦେଇକି ଟୋଟାଲି ଆସିନି। ହଉ ଯାଏ ଦେଖେ କଣ ହଉଛି। ଏଗାରଟାରେ ମତେ ଅପେକ୍ଷା କରେଇ, दिल तो पागल है, दिल दीवाना है, दिल तो पागल है, दिल दीवाना है, प्यार मिलाता है। हे प्रभु, ଆମ ବୋଉ ମନରେ ଆଉ କିଛି ଦୁଃଖ ରଖନି ପ୍ରଭୁ। ଚାରେ କାଶିଆ ଚା ଚା ଏବଂ ଖାଇବା ବାଡେ ଚା ପେଟେ ପେଟେ ବାଡେଇ ପିଆ। ବୋଉ ବୋଉ ଖାଇବା ବାଡେ। ବହୁତ ଏତିକି ବେଳେ ସବୁ ଓଳା ଚାଲିବ ନା। ତୁ ପଛରେ ଓଳେଇବୁ, ଆଗ ଆମକୁ ଖାଇବାକୁ ଦେଲୁ। ବସ ବସ ବସ, କଣ ଦେବି ଖାଇବାକୁ? ବେପାର ଛାଡିଗଲା, ଘରେ କିଛି ନାହିଁ। ଆରେ ହଁ ମନେ ପଇଲା, ସେ ଅର୍ଚ୍ଚନା ଘର କଣ ଦେଇଥିଲେ ସିଏ ଦେଇଦବା ଆଉ। ଏଠି ଯଦି ତା ବୋପା ଥାନ୍ତା, ଏଠି କଣ ମୋ ଛୁଆଙ୍କୁ ଦେଇଥାନ୍ତି। ହଉ ବାପା ତୁମେ ଦି ଜଣ ଖାଉଥା, ମୁଁ ସେପଟେ ଦେଖିକି ଆସେ, ଗାଈ ଆସିଲାଣି କି ଦେଖିକି ହେଲା। ନାଇଁ ବୋଉ ତୁ ବୋଉ ଆମ ସାଙ୍ଗରେ ଖା, ବୋଉ ରହ। ତମେ ମୁଁ ଖାଇଥିଲି ପରା, ତମେ ଖାଅ। ଖାଇବୁ ନା ନାଇଁ ଗୋଟା ହେଇଗଲାଣି। ମୁଁ ଆନ୍ତରି ଗୋଟାଏ ହେଲାଣି। ହଉ ଛୁଆ ତମେ ଦି ଜଣ ଖାଉଥା, ଆଉ ଖାଇକି ସେ ଯୋଉ ସଉଦା ଯାଇକି ନେଇ ଆସିବ। ଆଉ ତା ସେ ଦୋକାନୀ କହିବ ଏ ମାସର ପଇସା ଟା ଆର ମାସରେ ନେଇଯିବ ହେଲା। ହଉ ତମେ ଖାଇକି ଯାଅ, ସେଠି ବ୍ୟାଗ ଥୋଇ ଚେୟାର ଉପରେ ବ୍ୟାଗ ହେରିକା ନେଇକି ଯାଅ, ମୁଁ ସେପଟେ ଦେଖେ ଗାଈ ଆସିଲେ କି ନାହିଁ ହେଲା। ଦି ଭାଇ ଯାକ ଖାଅ, ଶାନ୍ତିରେ ଖାଅ। ଏଇ କାଶିଆ ଆରେ କପିଳା, ଆଉ କାହିଁ ଡେରି କରୁଛୁ, ଚାଲ ନାଦି ଦେଇ ଠିଆ ବଜାରକୁ। ମାରୁତି କୁଆଡେ ଗଲୁ ରେ? ପର୍ଯ୍ୟନ୍ତ ଆସିନି, ହେ ସେ ଯାଉଛି ଆଡୁ ଯାଏ। ଆରେ କାଶିଆ କପିଳା ଖାଇସାରିଲ ନା ନାଇଁ? ହ୍ୟାଲୋ ରାହୁଲ ଭାଇ ଆସିବ ନା ମୁଁ ପଳେଇବି କହିଲ? କେତେ ସମୟ ହେଲାଣି ଅପେକ୍ଷା କଲିଣି। ଯ ଟିକେ ଆସ, ଦୁନିଆ ଟାଇମ ହେଲାଣି, ଜାଣିପାରିନ ବୋଧେ? ଗଲେ ପୁଣି ମୋର କାମ ଦୁନିଆ ଅଛି ନା। ଆଉ 5 ମିନିଟ ଭିତରେ ଆସ, ନହେଲେ ପଳେଇବି। ସେତେବେଳେ ଅପେକ୍ଷା କରିଥା। ହଉ ଯ ଟିକେ ଆସ।
କୁଆଡେ ଗଲେ କେଜାଣି ହଉ 5 ମିନିଟ୍ ଅପେକ୍ଷା କରିବା ନହେଲେ ପଳେଇ ରାଜ ଭାଇ କଣ ଏତେ ସମୟ ହେଲାଣି ଅପେକ୍ଷା କଲଣି ଭାଇ ମୁଁ କେତେବେଳୁ ଭାଇ ଅପେକ୍ଷା କଲେଣି ତମକୁ ଆରେ ତୁ ଏଠି ଅପେକ୍ଷା କରୁଛୁ ମୁଁ ସେଠି ଅପେକ୍ଷା କରୁଛି। ହଁ, ଆଚ୍ଛା କହିଲୁ କଣ ଥଣ୍ଡା ଫଣ୍ଡା ପିଇବ ନା କଣ ନାଇଁ ତୁ ଆଗେ ଆସ ଇଆଡେ ଆସ। କୁହ। ଦେଖ ରାତି କୁହ। ତୁ କହିଲୁ ସେଇ ଝିଅଟାକୁ ରାହୁଲ ଭାଇ ଭଲ ପା ସିଏ ଭଲ କହିଲୁ ନା ନାଇଁ ହଁ। ତୋ କଥାରେ ମୁଁ ରାଜି ହେଲେ ମୁଁ ପାଣି ଟାଙ୍କି କତିରେ ଅପେକ୍ଷା କରିଛି ତୁ ଏପର୍ଯ୍ୟନ୍ତ ମୋ କତିକି ଆସିଲୁ ତୁ ଏ ଦୋକାନରେ ବଇଛୁ। ତ ଭାଇ ଦେଖୁଛ ମୋର ଗାଡି ଫାଡି ନାହିଁ ମୁଁ ତମକୁ ଅପେକ୍ଷା କରିଛି ଘଣ୍ଟେ ହେଲାଣି ତମେ ତ ଯାଉଛ ଆଉଛ ଅଇକା ଆଉ ଆଚ୍ଛା ଭାଉଜ ଖବର କଣ? ଏ ଭାଇ ରେ ଅବିକା ପୁରା ଡେଞ୍ଜର ଜୋନ ରେ ସେ ଅଛନ୍ତି ତାଙ୍କ ବାପା ଆଜ୍ଞା ଯୋଉ ଟିଙ୍ଗି ଟିଙ୍ଗି ହେଇକି ନା ମୁଁ ବାଡା ବାଡି କରିକି ଘରେ ପୁରା ରଖିଛନ୍ତି ପୁରା ବନ୍ଦୀ କରିକି ଯିବ ମାନେ ସେଠିକି ବିପଦ ମୁଁ ତ ତାଙ୍କ ଘର ପାଖାପାଖି ଏରିଆରେ ତଲାସ କରୁଛି ଟିକେ ଫାଙ୍କା ମିଳିଲେ ତମକୁ ଫୋନ ମାରିବି ମାନେ ସିଧା ଭାଉଜକୁ ପଶିକି ଟେକି ଆଣିବା ଗଲା ଆଉ ତୁ ସତ କହୁଛୁ? ହଁ ତା ବାପା ଯେତେବେଳେ ଘରେ ନଥିବ ଟେକିକି ନେଇ ଆସିବା ଭାଉଜକୁ ଗଲା ଅବିକା କିନ୍ତୁ ଭାଇ ଭୁଲରେ ଯାଉନି ନହେଲେ ଥାନାକୁ ଯିବାଟା ଫାଇନାଲ କଣ କରିବା? ଅବିକା ନୁହଁ ମୁଁ ସୁଯୋଗ ଦେଖିକି ତମକୁ ଫୋନ ମାରିବି ତୁ ସେ କଥା ଛାଡ ଆମର ସେ ଭାଉଜ କଥା ଛାଡ ଅବିକା ତା କଥା ଧରନା ତୁ ତ ଏମିତିଆ ଡେଞ୍ଜର କଥା କହିଲୁଣି ବୁଢା କଥା ପଛରେ ବିଚାର କରିବା ଆଗ ଚାଲ ଆମେ ନାଳ ଫାଳ ଆଡେ ବୁଲିକି ଆସିବା କି ହବ ଯଦି କଣ ଚାମ୍ଫାମ ଖାଇବା ସେଠି ହେଲା ଚାଲ ରାଜୁ ହଉ ବୁଲେଇ ଦଉନା ଭାଇ ନାଇଁ ତୁ ବସ ନା ଆରେ ଆମେ ଯିବା ବୁଲିବାଲି ଆସିବା ହେଲା ବ୍ୟସ୍ତ ନାହିଁ ହେଲା ଚାଲ ଟିକେ ବୁଲାବୁଲି କରିକି ଆସିବା ମାଇଣ୍ଡ ଟିକେ ଫ୍ରେଶ ହେଇଯିବ ଅପେକ୍ଷା କରି କରି ମତେ ହଇରାଣ କରିସାରିଲୁଣି ତୁ ଜାଣିଛୁ କରିବି ଭାଇ କହୁନ ଆରେ ରାଜୁ ହଁ ଭାଇ ତୁ ସତରେ କହୁଛୁ ଭାଉଜ ତା ବାପା ମା ଝଗଡା ହେଇଛି? ହଁ ଏ ବାପାଟା ଜାଣିନ ତିନିଟା ଟିଙ୍ଗାଟା କିନ୍ତୁ ଭାଉଜ ଆମର ଏକ ନମ୍ବର ନାଇଁ ମ ଭାଉଜ ଏକ ନମ୍ବର ତୁ କେମିତି ତା ଦୋକାନରେ ଯାଇ ବସିଛୁ ମୁଁ ତତେ ପାଣି ଟାଙ୍କି କତିରେ ଅପେକ୍ଷା କରୁଛି। ଆଉ ଭାଇ ଦେଖୁଛ ତ ମୋର ଗାଡି ଫାଡି ନାହିଁ ମୁଁ କଣ କରିବି ତମକୁ ଅପେକ୍ଷା କରି କରି ବଇଛି ଆଉ ମୁଁ ତ ଆଉଛ ଗଲା ଆଉ କିନ୍ତୁ ଭାଉଜଙ୍କୁ କୋଉଦିନ ଦେଖା କରିବାକୁ କାଲି? କାଲି କାଲି ନୁହଁ ତା ବାପା ଆଚ୍ଛା ହଉ ପାଖରେ ଆମେ ଫିଲ୍ମ ଯାଇଥିଲେ ଭଲ ହେଇନଥାନ୍ତା? ଏଇ ପାଗ ଯେମିତିଆ ଦେଇଛି ନଅଟାକୁ ଭାଇ ଖାଲି ଟିକେ ବୁଲି ଆସିବ ମାଇଣ୍ଡ ପୁରା ଅଲଗା ପ୍ରକାର ଫ୍ରେଶ ହବ ଜାଣିଛ ଫିଲ୍ମ ଗଲେ କଣ ଲାଭ କାଲି କୋଉଠି ଦେଖା ହବ ମତେ କହ କାଲି କଣ ଅଫିସ ଯିବ? କାଲି ଭାବୁଛି ଅଫିସ ଯିବିନି କାଲି ଆମେ ସେ ଯୋଉ ବିନୟ ଦୋକାନଟି ଦେଖାହବ ଦିନ ଦୋକାନ କତିରେ? ହଁ ଆଚ୍ଛା ହଉ ହଉ ମତେ ଖାଲି ଫୋନ କରିଦବ ମୁଁ ଆସିକି ଯାଇ ପହଞ୍ଚିବି ହେଲା? ହଉ ହଉ ହେଲା ଏଇ ବିନୟ ଦୋକାନଟି କାଲି ଦେଖାହବ ହଉ ହଉ ଚାଲ ଡେରି ହଉଛି ନାಳೆ ପଳେଇ ଯିବା ଗୀତ ବୋଲିବାକୁ ଇଚ୍ଛା ହଉଛି ଆଉ ବୋଲୁ ନା ଭାଇ पुचुकी गाली फैशन वाली चाली तो बॉम्बे दिल्ली ମୋ ବୋପାଲୋ गोपालो ମୋ ବୋପାଲୋ ମୋ ଗୋପାଲ ମୋ ବୋପାଲୋ କାଟି ଭାଇ ହଁ ଏଇନା ପାଗଟା ବଢିଆ ହେଇଛି ଏଇଠି ରଖ ଗୋଟେ ରିଲ୍ସ କର ଏ ଆଗେ ନା ରିଲ୍ସ କରିବା ହଁ ପାଗ ଦେଖି ନାଙ୍ଗା ପାଗ ହେଇଛି ଭିଉ ମସ୍ତ ଆସିବ ତୁ ସାଙ୍ଗେ ସାଙ୍ଗେ କର ନା ଇଆଡା ସେଇଠି ସେଇଠି ଛିଡା ହୁଅ ଭାଇ गोरी तू सते लटणी पारा केबे मो हाथे दबुलो धरा तिणी 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 अरे गोरी तू सते लटणी पारा केबे मो हाथे दबुलो धरा सबु झियाको आखिरे रोग नाको आगरे पकाए रोग मिछ मिछ देबे फेनी मो बोपालो ହେଲା अबे ये कौन तू मोर भाई କ୍ୟାମେରା କରିଛି
अबे तू मोर नौथल ना तोर नौथल ସରି ସରି ଭାଇ ଭୁଲ ହେଇଯାଇଛି। ଗୋଟେ ଝିଅକୁ କହିଲି ଫୁଲ ଦେବାକୁ ଗୋଟେ ବୁଢୀଟାକୁ ଫୁଲ ଦେଇକି ଆଇଛି। ହଉ ଭାଇ ହଉ ଭୁଲ ହେଇଯାଇଛି ଆଉଥରେ ଚାଲ। ତତେ ଝିଅ ବୁଢୀ ସମାନ ଦେଖାଯାଉଛୁ। ହଉ ଭାଇ ହଉ ଭୁଲ ହେଇଯାଇଛି ଆଉଥରେ ଯାଉ। ନାଇଁ ନାଇଁ ସନ୍ଧ୍ୟା ହେଇଗଲାଣି ଆଉ ମୋ ଭାଇ ପରା କାଲି ଯିବା ଭାଉଜ ସେଠି ଦେଖା କରି ଜାଣିଲୁ ରାଜୁ ତୁ ମତେ ନଚା ନଚା ହାଲିଆ ଢିଲା କରିସାରିଲୁଣି। ଭୁଲ କରିଦେଇଛି ଆଉ। ଭୁଲ ଆରଥରେ ସେମିତି ତତେ କହିଲି କଲେଜ ଆସି ଆଉ ତୁ ଯାଇକି ହଷ୍ଟେଲରେ ପହଞ୍ଚିଲୁଣି। ହଉ ଭାଇ ଚାଲ ଚାଲ ତୁ ସବୁ ପ୍ରକାର ଡେରି କରୁଛୁ। ଚାଲ ଚାପି ଦିଅ। କରିବା ଆଉ। ନାଇଁ ନାଇଁ କାଲି କିନ୍ତୁ ଟାଇମ ରେ ଆସିବୁ ଯିବା 4ଟା ବେଳେ ମେଦିନପୁର ଯିବା ହେଲା। ହଉ ଭାଇ ଆଜି ପଳେଇବା ହଉ ଭାଇ କିନ୍ତୁ ଆଉ ସେ ଭୁଲ କରିବୁନୁ। ଆଉ ଫୁଲ ଦେଲି ଗୋଟେ ଝିଅକୁ ଦବାକୁ ଯାଇକି ଗୋଟେ ବୁଢୀକି ଦେଇକି ଆଇଛୁ। ହଉ ଭାଇ ଚାଲ ଆଉ ମତେ ଡକାନ୍ତି। ଚାଲ ବ୍ୟସ୍ତ ହନା ଥରେ ଦେଖିବା ଆଉ କଣ ଏରେ କାଶିଆ ଘରେ ଆମେ ତ ଏଠି 2 ମାସ ହବ କାମ କରୁଛୁ। ସେ ବୁଢା ତତେ କଣ କିଛି ପଇସା ଦେଇଛି କି? ବୁଢା କଥା ଛାଡେ ପରିବା ଟା ମୋ ବୋଉ ଦେଖ କପିଳା ଆମ ଏଇ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କଲେ ଆମେ ଗୋଟେ ବଢିଆ ଗାଡି କିଣିବା। ସେଟା ନେଇକି ଆମେ ବୋଉକୁ ଯାହା ବି ହଉ ବୁଲେଇବା। ଚାଲ ଦେଖ କପିଳା ତୁ ବ୍ୟସ୍ତ ହନା ଆମେ ଦିନେ ନା ଦିନେ ସେ ଗାଡି କିଣିବା। ହେଇରି ତତେ କହୁଥିଲି ଜଲ୍ଦି ଆସିଆ ଏତେ ଥଙ୍ଗେଇ ମଙ୍ଗେଇ ହେଇକି ଆଇଲୁ ଅଇକା ଦେଖିଲା ସେ ପରିବା ଦୋକାନ ଛଡା ବନ୍ଦ କରି ପଳେଇଛି। ଅଇକା କଣ କହିବା ବୋଉକୁ? ବ୍ୟସ୍ତ ହନିରେ କପିଳା ଆମେ ଯିବା ଏବେ ନାଳୁକୁ ଯିବା କି? ଭଲ ହୁଅନ୍ତା ପରିବା ବେଗ ଟା ଥୋଇଦବା। ନାଳୁକୁ ପଳେଇବା ଆଉ ଭଲ ହୁଅନ୍ତା ଆଇଲା ବେଳକୁ ବି ସେ ବୁଢା ଆସି ଖୋଲି ଦେଇଥବ। ଆଇଲେ ପରିବା ନେଇକି ଯିବା। ଦେଲୁ ମୁଁ ବେଗ ଟା ଥୋଇ ଦେଇଛି ଆସି କରରେ ଥୋଇଦେ। ରହ ପଳଉଛୁ କୁଆଡେ? ଯା ଆରେ ବ୍ୟାଗ ଟା ତ ଥୋଇଦେଲେ ପରିବା କଣ କଣ ବୋଉ ସବୁ କହିଥିଲା ମନେ ଅଛି ତ? ମୋର ମନେ ଅଛି ସବୁ। ତୁ ଚାଲ ଆଗ ନାଳରେ ବୁଢା ମାଇଲେ ସବୁ ମନେ ପଡିଯିବ ଦେଖ। ଚାଲ ହଉ ଚା ମଜା କରିବା ଦେଖ। Je vous aimerai, ma foi, je ne sais pas, peut-être jamais. କପିଳା ନଙ୍ଗା ପାଣି ଛାଡି ଦେଇ ଦେଖିଲୁ ବେକାରଟାରେ ବୋଉ କଥା ଶୁଣି ଘରେ ଗାଧଉଥିଲୁ ଆମେ। ଆଉ ଅପେକ୍ଷା ନାହିଁ ଚା ଜଲ୍ଦି ଚା ଗାଧେଇକି ଯିବା। କାମକୁ ପଳେଇବା ଗାଧେଇକି ଜଲ୍ଦି ଆଇଲୁ ଆଉ ରହିହଉ ନାଇଁ। ଜଲ୍ଦି ଯିବା ଆଉ ଡେରି କରନା ଜଲ୍ଦି ଯିବା ଚା। ପୁରା ବଢିଆ ଫ୍ରେଶ ଲାଗିଲା ଆଉ କି ଶାନ୍ତିରେ ଶୋଇଲା ତୋର। ଚାଲ ଯିବା ପରିବା ବାଲା ଆଇଥିବ କି ନାଇଁ କି ଯାଇଲା। ଏଇଟା ବାଜିଲାଣି କୁଆଡେ ଗଲା ଦେଖା ବି ଯାଉନି। ଏପଟରେ ନାହିଁ ନା ଏପଟରେ ନାହିଁ। କଲ୍ ଟିକେ କରିଦବା ଆଉ। ହ୍ୟାଲୋ ହଁ ଭାଇ ରାଜୁ ଆରେ କୋଉଠି ଅଛୁ? ଏଇ ମୁଁ ଟିକେ ଯାଇପାରିଲିନି। ମୁଁ ଖାଲି ମେଡିସିନ ଟା ଦେଇଦେଇ ଯା।
ହଉ 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 ବୋଉକୁ ଦେଖେଇକି ଗୋଟେ କାମ କର ଆମର ପୁରୁଣା ଖଟି ଖଟିକି ଚାଲିଆ ହେଲା। ହଉ ଶୁଣୁ ମୁଁ ବର୍ତ୍ତମାନ ନାଳ କୂଳକୁ ବାହାରୁଛି। ହଁ ତମ ପୁରୁଣା ଖଟିକି ଆସେ ବୋଉକୁ ଛାଡିକି। ହଉ ହଉ। ହଉ ମୁଁ ରଖୁଛି। ହୁଁ। ହଉ ବୋଉ ନା କହିଲା ସତ କହୁଛି କି ମିଛ କହୁଛି ସେଇଟା ଭଗବାନ ଜାଣେ। ଦେଖାଯାଉ ଆସୁଛି ଯେ ନାହିଁ ଆମେ ବି ଆଗୁଆ ପଳେଇବା। ଯାହା ବି ହେଲା ଆଜି ସେ ଝିଅ ଘରକୁ ଯିବିନି। ଆସୁ ନ ଆସୁ ମୁଁ ଏକଲା ସାହସ କରିବି ଓ ସତ ହେଇଯା। ଗୋଟେ ଜାଗାରେ ଘର ସୁନିତା କଣ କହିବି ତୋ ହଁ ବୋଉ କିଛି କହିବୁନି ହେଲା କପିଳା। ନାଇଁ ବୋଉ ଯାଇଲେ ହାଣିଦବ ଆମକୁ ତାକୁ କାଇଁ କହିବି। ଏବେ ହେଇ କଣ ବେ ଆଜି କାହିଁ ମୁଁ କହୁଛି ଆଉ ଆଜି ଅମାବାସ୍ୟା ଟା ଦୋକାନ କଣ ଖୋଲିବ? ତୁ ଜାଣିଥିଲୁ ଅମାବାସ୍ୟା ମତେ କେମିତି କହୁନୁ? ମୁଁ ଆଉ ଜାଣିଛି ମୋ ଏତେ ଖିଆଲ ନାହିଁ। ବୋଉ ମୁଣ୍ଡ ବି ବୋଧେ ଖରାପ ହେଇଗଲାଣି ଜାଣିପାରୁନି ଆଜି 1 ତାରିଖ ବୋଲି। ହଉ ଛାଡ ଯା ବ୍ୟାଗ ଟା ନେଇଆ ପଳେଇଆ ଆଉ ବୋଉ ଯାହା କହିଲେ କହିବୁ ଆଉ ଯା। ରବେ କାଶିଆ ତୁ ବସିଯିବା ବ ବସିକି ଭାବିଲୁ ବୋଉ କଣ କହିବା? ବୋଉକୁ କଣ କହିବା କଣ କହିଲେ ଠିକ ହବ? ବୁଝିଲୁ କପିଳା ବୋଉ ଗୋଟେ କେମିତିଆ ଲୋକ ଅମାବାସ୍ୟା ଟାରେ ଆମକୁ ପଠଉଛି 1 ତାରିଖରେ। କଣ କରିବା କହୁନୁ ଅଇକା? କଣ କରିବା ଆଉ କହିଲେ ଅଇକା ଆମ ଉପରେ ଚିଡି ଚିଡି ହବ। ହଉ ଛାଡ ଛାଡ ସେ କଥା ପରିବା ଚାହିଁଲେ ତ ସନ୍ଧ୍ୟା ବେଳକୁ ବି ନେଇପାରିବା ନହେଲେ କାଲି ନବା। କାଲି ସକାଳୁ ଉଠିକି ଆସିକି ନେଇପାରିବନି ତୁ? ହଁ ମତେ ଡାକିଲେ ଉଠିକି ଆଉ ତତେ ଡାକିବି କାଇଁ ଏକାଠି 2 ଜଣ ଯାକ ଆସିବା ଆଉ ମୁଁ କହୁଥିଲି ଅଇକା ଚାଲ ଯିବା ଘରକୁ ପ୍ୟାଣ୍ଟ ସାର୍ଟ ପିନ୍ଧିକି କାମକୁ ପଳେଇବା। ଆଜି 2 ପଇସା ରୋଜଗାର ତ କରିପାରିବା। କଣ କହୁଛୁ? ଠିକ କହୁଛୁ ଚାଲେ। ରହ ରହବେ ସବୁଦିନ ଭଳି ଆଜି ବି ହେଇଯାଉ 1 2 କା 4 ଚାଲ। ଆରେ ଚାଲ ଦେଖିଆ ବୋଉ ପାଦକୁ ଆଗ କିଏ ଛୁଇଁଛି। ରହ ମୁଁ ଟିକେ ରେଡି ହେଇଯାଏ। ତୁ କଣ ମତେ ପାରିବୁ ନା କଣ? ରେଡି ହଁ ର ର ର ର ର ଆମେ 2 ଭାଇ କାଶିଆ କପିଳା ସବୁଠି ଆମେ କରିବୁ ଲୀଳା। ହଉ ଚାଲ 1 2 3 ଷ୍ଟାର୍ଟ। ଏଇ ଘରଟା ଏଇ ଝରକା ନମ୍ବର ଦେଇଥିଲା ବୋଧେ ଆଉ ହଁ ତ ତାଜା କୂଅ ଏଇ ତ ଆଉ ଶଳା ନ ହେଇଥିବ ପୋଖରୀ ଖୋଳିଦେବେ ପିଠିରେ। ସୋନି 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 ଆରେ ଆସ ଜଲ୍ଦି କିଏ କୁଆଡେ ଥବ ମାଡ ହବ ମୋ ଦେହରେ। ହ୍ୟାଲୋ ସୋନି ସୋନି ହଁ ତମେ ଘୁରିକି କଣ କରୁଛ? ଦେଖ ତମକୁ ଅନେଇ ଅନେଇ ମୁଁ ବହୁତ ହଇରାଣ ହେଇଗଲିଣି ଆଉ ପ୍ଲିଜ ତମେ ବଗିଚାକୁ ଆସ।
ଆସ ମୁଁ ନହେଲେ ତମ ସାଇ ଯୋଉ ଭଳିଆ ମୋ ଦେହରେ ପୋଖରୀ ଖୋଳିଦେବେ ବାଡେଇ ବାଡେଇ ମତେ। ପ୍ଲିଜ ଆସ ଆସ। କୁକୁର କୋଉଠି ଭୋକିଲାଣି। ଦେଖ ଜଲ୍ଦି ଆସ ମୁଁ ତମ ବଗିଚାରେ ଅପେକ୍ଷା କରିଛି ହେଲା। हे भगवान किए कुआडे थे आज माड़गरा खाई से गाड़ी पछे गले जाऊ भी चालली थोड़ा सामान्य भल पाइबा सकाशे मो गाड़ीटा छाड़ दिए थोड़ा चाबीटा सबु बेले धोखा देला केमिति आनिबी गाड़ी केमिति आनिबी गाड़ी केमिति आनिबी हौ मु एठी जगली राती हौ जाले गाड़ीटा नेबी आ नाई एठी ठिया हला हबनी जाउची जा माड़ खाइले खाइबी चाबीटा नेकी आसीबी हे प्रभु गाड़ीटा मोर भलरे भलरे नहीं आसीबी मते कई जंदी न धरंतु आउ जीविनी से साइकी कुकुर जो भलिया बाहरची गाड़ीटा मोर थुआइची सेते बेलु किए नबणी कोन करियो चाबी सला ठीक टाइम रे हे प्रभु अलग ड्रेस सिना पिंदी के आइली नालिया ड्रेस को फोपाड़ी के आइली से सला कुकुरटा कोन छाड़ीबो सला नाली कोन अलग ड्रेस कोन सब देखले चिन्ह हो कोन करिवि जाय देखे गाड़ी मोर सेते बेलु रहिलानी आउ जदी मु गाड़ी न आइली ताले तमे माने एठी तो केही नांती आ मते चिन्हिबो भाग्यरे केते दुख कष्ट अछि छुआरन केते कष्ट करके मनीष करले सकाळ चूड़ा गंडा खाई जाइछन कुआडे गले के जानी ए प्रभु छुआ दीटा भाग्यरे कोन रखि के जानी हाउ केते लागिले छुआ दीटा जाय टी गोडी पड़े कुआडे गले किया कहलु बहू बहू किया कह दीटा तो मोर बहू मते खाई जाउती तमे दीटा मोर कासिया गपिला मु आग कौन ओ बहू चाइलु आग मते खाई दो भारी भूख करलानी चा एगो ताकू पछे देउ बहू मते आग दे मते बहुत जोर भूख करानी बहू दु जण ପାଇଁ ତ ବାଡି ଦେବି ଖାଇବା ଆଉ ଏମିତି କାଇଁ ହଉଛ ଦି ଭାଇ ଯାକ ଦେଖ चाले को एटा धरी ଚଲ अरे बाड़ीରେ କିଏ ଅଛି ପୁଅ ଦେଖିଲୁ କାସିଆ वो रही देखे बहू ଦେଖିଲୁ କିଏ ସିଏ सड़ा कुकुरटा खोला थे बेड़ा खराब कर दो सोनी की फोन मारदेले जना पड़ो चश्मा फसमा पिंधिकी आई ना जानी ना माड़गरा कौन पड़ोनी आमे दी भाई काटिया कपिला सबुठी आमे करिबु लीला चल कासिया हां एठी अछि कि रे अबे हां पा सही तू कहलु जा से पड़ जा ओ Oh, je vous aimerai. Ma foi, je ne sais pas. हेलो सोनी सला भूल हो गला मो सेते बेले चाबीटा गळे दियाली तम सेपटु हाँ जाउची चाबी पे नाली गंजी काटी देइची आ से पेंट भी काटी देइची के जानि परिन कुकुरटा चिनी जाई बा देखि देइची नालिया हम जाउचे फोन रखो तमटे अना कुकुर बंधा आइची हाउ 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 चाबीटा कोडी पइला एडी कोडी पडिला गाडीटा तो थोइची सेठी कोडी जा चाबीटा थोड़ा पळी आसो कुकुर जदी बेला खरा बुढ़ा घरे अछि ना कोन थोड़ा एई तो खटा हां मैं तारी हो भाई चल हम बो बकु चल बो देख बो ए घर नहीं बो चल
ଆରେ କିଏ ତୁ ମୋବାଇଲରେ କାହିଁ ପଶିଲୁ? ସତ କହ ତୁ କିଏ? କଣ ତାକୁ ସତ କହ, ଏ ଲକେଟଟା କୋଉଠୁ ଆଣିଲୁ? ସତ କହ, କହ କହ ସତ କଥା। ଟିକେ ଛାଡିଲ, କାହିଁକି ଟିକେ ଛାଡ। କାହିଁ ଛାଡିବୁ କପିଳା ଖାଲି ର ମୁଁ କଣ ତମମାନଙ୍କୁ ଦୌଡୁଛି? ଟିକେ ଛାଡିକି ଦେଖ ତମମାନଙ୍କର ଅବସ୍ଥା ମୁଁ କଣ କରୁଛି ଦେଖିବ। ଟିକେ ଛାଡିକି ଦେଖ। ଇଏ ଆମ ଛୁଆ ଟିକେ ଛାଡିଲେ ସେ କଣ କରିବ ଦେଖିବା। କଣ କରୁଛନ୍ତି ଦେଖିବା କଣ କରିବି ଦେଖିବା କଣ କରିବି? ତମେ କଣ ଭାବିଲଣି ମତେ କଣ କରିବି? କଣ କରିବି ନା କଣ କରିବି? ଧର ଶୋଳା ଏଠି ମଜାକ ଚଲେଇଛୁ ବେ କଣ ଆମ ସେ କମେଡି କରୁଛୁ ଆରେ କଣ ପାଇଁ ବାହାରିକି ଆସିଥିଲୁ କହ ବେ ମୁଁ କହିବି। ଆରେ କହିବୁ ପୁଅ, ର ଛୁଆ ରୁହ। ହାତ ଉଠେଇଲେ ପୁଣି ନାତ ବାଜିବ। ଏଠି ମାରିଦବୁ ଚାଇଲୁ ବାହାରି। ତୁ ଜାଣିନୁ ମୋ କଥା। ହଉ ପୁଅ, ଏ ଏଇ ଲକେଟଟା ଲକେଟ ସେ ସେତେବେଳୁ ଗବର ଗବର ହଉଛି ଲକେଟ କୋଉଠୁ ଆଣିଲୁ? ଏ ବୁଢୀ, ଏ ଲକେଟ ମୁଁ ଆଣିଛି ମୋ ବାପା ମେତେ ଦେଇଛି ଛୁଆ ବେଳୁ। ଆଉ ପଛୁଆ ଇଆଡା କାଶିଆ କପିଳା ତା ଆଖି ଦିଟା ଦେଖିଲା ବେଳକୁ ମତେ କାହିଁ ଚିହ୍ନା ଚିହ୍ନା ଲାଗୁଛି। ସଠିକ ମୋ ନିଜର ସେ କିଏ? ବାପାରେ ବୋଉ ଏ ତୁ କି କଥା କହୁଛୁ? ଇଏ ନିଜର ନିଜର ଲକେଟେ ମୁଁ ନିଜର, ମୁଁ କିଏ ତୋ ବୋଉ ତ ଜାଣିନି। ଆରେ ମୁଁ ସିଏ କଣ ଏମିତି କଥାବାର୍ତ୍ତା କରୁଛି? ତମେ କଣ ମତେ ଧରି ସିଏ ମାନେ ସିଏ ଆମ ବୋଉ ସମ୍ମାନ ଦେଇ କଥାବାର୍ତ୍ତା କର। ଶୁଣ, ହଉ ବୋଉ ଆପଣ, ଏ ଲକେଟ ମୋ ବାପା ଦେଇଛି। ମୋ ବାପା ନାଁ ହଉଛି ସୁଜିତ କୁମାର ମାଝୀ। ବାପାରେ, ତୁ ବାପା ନା ସୁଜିତ ମାଝୀ? ତା ମାନେ ତୁ କଣ ମୋର ସେଇ ବଡ ପୁଅ କୁନା? ନମସ୍କାର। ଆମେ ମାଝୀ ବ୍ରଦର୍ସ ଗ୍ରୁପ ରୁ କହୁଛୁ। ଆମର କାଶିଆ କପିଳା ପ୍ରଥମ ଭାଗଟା ଆପଣ ମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସ ରେ ଜଣାନ୍ତୁ ହେଲା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଲାଇକ୍ କରିବେ, ସବସ୍କ୍ରାଇବ କରିବେ, ସେୟାର କରିବେ, କମେଣ୍ଟ ଦେବେ।